କରିବା ନା ଗପ ଶୁଣିବା? ଗପ ଶୁଣିବା। ସମସ୍ତଙ୍କୁ ଗପ ଆସିଛି? ଆଚ୍ଛା ଘରେ ସବୁ ଶୁଣିଛ କି ହାତ ଦେଇକି ନା? ଘରେ ସବୁ କିଏ କହନ୍ତି ଗପ ତମକୁ? ମା କହନ୍ତି। ତମକୁ କିଏ କହନ୍ତି? ମା କହନ୍ତି। ଜେଜେମାନେ କିଏ କହନ୍ତି? ଋଷିମାନେ କିଏ କହନ୍ତି? ଜେଜେମା କହନ୍ତି। ଏଇଭଳି ସମସ୍ତଙ୍କୁ କଣ ଜେଜେମା ସବୁ ସମସ୍ତଙ୍କୁ ଗପ କହନ୍ତି। ଆଜି ମୁଁ ଗୋଟେ ଗପ କହିବି ତମେ ଶୁଣିବ। ମୁଁ ଯାହା ପଚାରିବି ତମେ କହିବ। ଆଜି ଆମେ ଗପ ଶୁଣିବା କଣ କା ଗପ? ନା ମାଙ୍କଡ ଆଉ ଟୋପି ବାଲା ଗପ ଆଜି ଆମେ ଶୁଣିବା ହେଲା। ମାଙ୍କଡ ତ ତମେ ଦେଖିଛ, ଟୋପି ବି ବନେଇଛ। ଏବେ ଶୁଣିବା। ଦେଖ ହଁ ଶୁଣ ଆଗେ। ଧୁ ଧୁ ଖରା ବେଳେ, ଧୁ ଧୁ ଖରା ବେଳେ ମାନେ ଜୋର ସେ ଖରା ହଉଛି ହେଲା। ଖରା ଦିନିଆ ଜୋରରେ ଖରା ହଉଛି। ଗୋଟିଏ ଟୋପି ଭିକାରୀ ହେଲା ଟୋକେଇରେ ଟୋପି ରଖି ବିକିବାକୁ ଯାଉଥିଲା ହେଲା। ସେ ଗାଁ ଗାଁକୁ ବିକ୍ରି କଣ କରୁଥିଲା? ଟୋପି ବିକିବାକୁ ଯାଉଥିଲା ହେଲା। ଖରାରେ ଚାଲି ଚାଲି ତାକୁ ଭାରି ହାଲିଆ ଲାଗିଲା। ସେ କଣ ଲାଗେ ଥକି ଗଲା। ଯେତେବେଳେ ଅଧିକ ବାଟ ଚାଲିଲେ ତାକୁ କଣ ଲାଗେ? ଥକି ଯାଉ। ସେଇଭଳି ତାକୁ ସେ ଥକି ଗଲା। ଥକି ସାରିଲା ପରେ କଣ କଲା? ସେ ଯାଉ ଯାଉ ବାଟରେ ଗୋଟିଏ ବଡ ବର ଗଛ ପଡିଲା। ଏଇ ଆପଣ ଯେମିତି ବଡ ଗଛ ଅଛି କାଇ ପାଖରେ ନା ନାହିଁ? ସେ ଯାଉଥିବା ବେଳେ ଗୋଟେ ବାଟରେ ଗୋଟେ ବଡ ବର ଗଛ ପଡିଲା। ସେ ସେଠି ବର ଗଛ ତାକୁ କଣ କରିଥିବ ଭାବୁଛ? ଆରାମ ନବ ନା ନାହିଁ? ତମେ ଥକି ଗଲେ ତମେ କଣ କରୁଛ? ବସି ପଡୁଛ। ସେଇଭଳି ସିଏ ଯେତେବେଳେ ବର ଗଛ ପଡିଲା ସେ ସେଇ ଗଛ ମୂଳରେ ଟୋପି ଟୋକେଇଟି ରଖିଦେଇକିରି କଣ ହେଲା? ତା ଟିକେ ବସି ପଡିଲା। କଣ ହେଲା? ଟିକେ ବସି ପଡିଲା। ଗଛ ଛାଇରେ ସୁଲସୁଲିଆ ପବନ ଯେତେବେଳେ ତାକୁ ହେଲା ତାକୁ ନିଦ ଭାରି ଲାଗିଲା। ଜୋର ନିଦ ଲାଗିଲା ତାକୁ କଣ କଲା? ନା ଟିକେ ନିଦ୍ରା ଆସିଗଲା। ସେ ଶୋଇ ପଡିଲା। ଟୋପି ରଖିଛି ଗୋଟେ ସାଇଡରେ ଆଉ ଗୋଟେ ପଟରେ ସେ କଣ କରୁଛି? ଶୋଇଛି। ତା ମୁଣ୍ଡ ତଳେ ଟୋପିଟା ରଖିକିରି ସେ ଶୋଇଛି। ତାର ଶୋଇଲା ପରେ ତାର କଣ ହେଇଛି? ତାପରେ ଦେଖିବା ସେଇ ଗଛ ଉପରେ ବହୁତ ମାଙ୍କଡ ବସିଥିଲେ। ସେ ଯୋଉ ବରଗଛ ଉପରେ କିଏ ବସିଥିଲେ? ମାଙ୍କଡ ବସିଥିଲେ। ଟୋପି ବାଲା କଣ ଶୋଇଥିଲା? ଗଛ ତଳେ ଶୋଇଥିଲା। ଆଚ୍ଛା ଟୋପି ବାଲାଟେ ଶୋଇ ପଡିଲା ଦେଖି ମାଙ୍କଡ ମାନେ କଣ କଲେ? ନା ଚୁପ ଚୁପ ଆସିକିରି ଟୋକେଇରୁ ସବୁ ଟୋପି କଣ କଲେ? ଟୋପିକୁ ନେଇକିରି ନିଜ ନିଜ ମୁଣ୍ଡରେ ଗୋଟାଟା କଣ କଲେ? ଲଗେଇଦେଲେ ହେଲା। କିଛି ସମୟ ପରେ ଟୋପି ବାଲାର ନିଦ ଭାଙ୍ଗିଲା। ଯେତେବେଳେ ଶୋଇ ପଡିଥିଲା ତା ନିଦ କଣ କଲା? ଯେତେବେଳେ ଭାଙ୍ଗିଲା ସେ ଦେଖିଲା କଣ ଦେଖିଲା? ଟୋକେଇରେ ଗୋଟିଏ ଟୋପି ବି ଆଉ ନାହିଁ ହେଲା। ତାର କୁଆଡେ ଗଲା ଟୋପି ସବୁ? କିଏ ନେଇଥିବ? ମାଙ୍କଡ ନେଇଥିବ। ତାହେଲେ ଶୁଣ ଆଗେ ଉପରକୁ ଯେମିତି ସେ ଦେଖିଲା ସବୁ ମାଙ୍କଡ ମାନେ କଣ କରୁଛନ୍ତି? ଗୋଟାରେ ଟୋପି ଲଗେଇକି ସବୁ ଗଛ ଉପରେ କଣ କରୁଛନ୍ତି? ବସିଛନ୍ତି ହେଲା। ସେ ବିକଳ ହୋଇକିରି କଣ କହିଲା? ମୋ ଟୋପି ଦିଅ, ଟୋପି ଦିଅ। କାହାକୁ କହିଲେ? କିଏ କହିଲା? ଟୋପି ବିକାଳି କହିଲା। କଣ କହିଲା? ମୋ ଟୋପି ଦିଅ, ଟୋପି ଦିଅ। ତାକୁ ବହୁତ କାନ୍ଦ ମାଇଲା। ସେ ଏତେ ଟୋପି ଆଣିଲା ବିକିବାକୁ ତାକୁ ଜୋରେ ମନ କଷ୍ଟ ହେଲା। ମାଙ୍କଡ ମାନେ ଆଉ ଶୁଣିଲେନି ତା କଥା। ମାଙ୍କଡ କଣ ମଣିଷ ହେଇଛନ୍ତି କି ଶୁଣିବେ? ସେ ଆଉ ଶୁଣିଲେ ନାହିଁ। ଟୋପି ବାଲାର ଗୋଟେ ବୁଦ୍ଧି ଆସିଲା। ତା ମୁଣ୍ଡକୁ ଗୋଟେ କଣ ରହିଲା? ବୁଦ୍ଧି ଆସିଲା। ସେ ବୁଦ୍ଧିଟା ସେ କଣ ପ୍ରୟୋଗ କଲା ଦେଖିବା? ତା ମୁଣ୍ଡରେ ପିନ୍ଧିଥିବା ଟୋପିକୁ ବାହାର କରି ଫୋପାଡ଼ି ଦେଲା। ସିଏ ଯୋଉ ଟୋପିଟା ବନେଇଥିଲେ ଟୋପି ବାଲାଟା ସିଏ ସମସ୍ତେ ଗୋଟେ ଲଗେଇ ଦେଇଛନ୍ତି। ସିଏ କେମିତି ତାଙ୍କ ଟୋପି ଆଣିବ? ପ୍ରଥମେ ତା ଟୋପି କଣ କଲା? ଆଣିକିରି ବାହାରକୁ ଫୋପାଡ଼ି ଦେଲା। ସେ ଯେମିତି ଫୋପାଡ଼ି ଦେଇଛି ବାହାରକୁ ଏହା ଦେଖିକିରି କଣ ଦେଖିକିରି ସିଏ ଫୋପାଡ଼ିଲା ଦେଖି ଦେଇକିରି ମାଙ୍କଡ ମାନେ ଯୋଉ ପିନ୍ଧିଥିଲେ ସବୁ ଟୋପି ସିଏ ବି କଣ କଲେ? ଗୋଟାଟା କଣ କଲେ? ବାହାର କରି ଫୋପାଡ଼ି ଦେଲେ। ଯେମିତି ମାନେ ବାହାରକୁ ଫୋପାଡ଼ି ଦେଇଛନ୍ତି ଟୋପି ବାଲା କଣ କଲା? ଖୁସି ହେଇକିରି କଣ କଲା? ନା ତା ଟୋପି ଯାକ ସବୁ ଗୋଟେଇ ଆଣିକିରି କୋଉଠି ପୁରେଇଲା? ତା ଟୋପିରେ ପୁରେଇ ଦେଲା। ତାହେଲେ ବୁଝିପାରିଲ? ତାର ଚାଲାକି କିଏ ପଡିଲା? ଚାଲାକି କିଏ? ଟୋପି ଭିତରେ ଚାଲାକି ପଡିଲା। ସିଏ ମାଙ୍କଡ କଣ କଲା? ନା ମାଙ୍କଡ ଜାଣିଲା ସିଏ ଟୋପି ଯଦି ଫୋପା ଦେଲା କିଏ ଫୋପା ଦେଲା? ଟୋପି ବାଲା। ଇଏ ଭାବିଲା କଣ? ସିଏ ତ ଫୋପା ଦେଲେ ଆମେ ବି ଫୋପାଡ଼ି ଦେବା। ଯେତେ ଫୋପାଡ଼ି ଦେଇଛି କଣ ହେଲା? ତା ଟୋପିଟାକୁ ସେ ନିଜେ ନିଜେ କଣ କଲା? ସଂଗ୍ରହ କରିକିରି ତାର ଟୋକେଇରେ ରଖିଲା। ଗପଟି ଭଲ ଲାଗିଲା? କାହାକୁ ଭଲ ଲାଗିଲା? ହାତ ଦେଖ। ଭଲ ଲାଗିଲା। କିଏ ଗପ କହିପାରିବ ଶୁଣିକିରି? ସମସ୍ତଙ୍କୁ ଭଲ ଲାଗିଲା।